ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପଞ୍ଚାୟତ ସମିତି ଗୃହ ସଭାଗୃହ ପରିସର ମଧ୍ୟରେ ଆଠମଲ୍ଲିକ ବ୍ଲକ ଅଞ୍ଚଳ ପାଇଁ ଜିଲ୍ଲାପାଳ ଅନୁଗୁଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଅବଦୁଲ ଏମ୍ ଅଖତର, ସହକାରୀ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ପ୍ରକଳ୍ପ ନିର୍ଦ୍ଦେଶକ ସିଡିଓ କମ୍ ଇଓ ହେମନ୍ତ ସିଂହ, ଉପଜିଲ୍ଲାପାଳ ଆଇସି ପ୍ରଭୁ ପିୟୁଷ ମହାପାତ୍ର, ଏସଡିପିଓ ବାଳକୃଷ୍ଣ କଙ୍ଗର, ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ତଥା ଆଠମଲ୍ଲିକ ଆଇଏଏସ୍ ପ୍ରମୋଟର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତେଜସ୍ୱିନୀ ବେହେରା, ତହସିଲଦାର ସୌଭାଗ୍ୟ ବେହେରା ସମେତ ବହୁ ବିଭାଗର କର୍ମଚାରୀଗଣ ଯୋଗ ଦେଇଥିବା ବେଳେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ନିଜ ନିଜର ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ମୋଟ 277 ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 2ଟି ସାମୂହିକ ଅଭିଯୋଗ ଥିବାବେଳେ 275ଟି ବ୍ୟକ୍ତିଗତ ଅଭିଯୋଗ ରହିଅଛି। ରେଡ୍ କ୍ରସରୁ ବଂଶୀଧର ସାହୁଙ୍କୁ 5,000, ସଂଯୁକ୍ତା ନାୟକଙ୍କୁ 3,000 ଟଙ୍କା, ଅଞ୍ଜଳି ମହାନନ୍ଦିଆକୁ 5,000 ଟଙ୍କା, କେଦାରନାଥ ପାତ୍ରଙ୍କୁ 2,500, ମୋଟ 15,500 ନଗଦ 4 ଜଣ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ ପଞ୍ଚାୟତର ଜନପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ଆଠମଲ୍ଲିକ ସମାଚାର।